ବାର୍ତ୍ତା ଦେବା ପାଇଁ ଚାହୁଁଛୁ ଏ ଦେଶରେ ରାଜ୍ୟରେ ଯେଉଁ ଆଦିବାସୀମାନଙ୍କର ଅବସ୍ଥା ଆଜି ଜରାଜୀର୍ଣ୍ଣ ହେଇଛି। ଆଦିବାସୀ ଅଧିକାରମାନଙ୍କୁ ଲୁଣ୍ଠନ କରାଯାଉଛି, ଭୁଲୁଣ୍ଠିତ କରାଯାଉଛି। ତେଣୁ ଆମେ ସାରା ରାଜ୍ୟରେ ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ତରଫରୁ ଟିକେ ଭାଇ ବାଜା ଟିକେ କମ୍ କରୁ। ଉଲଗୁଲାନ ଦିବସ ଭାବରେ ତାକୁ ପାଳନ କରିବା ପାଇଁ ଆମେ ଆହ୍ୱାନ ଦେଇଛୁ ଏବଂ ଯେଉଁ ଦାବିପତ୍ର ଆମେ ଠିକ୍ କରିଛୁ ଏ ଦାବି ସମ୍ପର୍କରେ ଗଭର୍ଣ୍ଣରଙ୍କୁ ଆମେ ଦାବିପତ୍ର ଦେବୁ। ଏ ଦାବି ହେଉଛି ସାରା ରାଜ୍ୟରେ ସାରା ଦେଶରେ ଆଦିବାସୀମାନଙ୍କ ଭିତରେ ଅତ୍ୟାଚାର ଚାଲିଛି। ତାର କାରଣ ହେଉଛି ବିର୍ସା ମୁଣ୍ଡା ଯେଉଁ ପୁଞ୍ଜିବାଦୀ ଏବଂ ବିଦେଶୀ ସାମ୍ରାଜ୍ୟବାଦୀମାନଙ୍କର ବିରୁଦ୍ଧରେ ଯେଉଁ ଲଢ଼ିଥିଲେ ଆଜି ଯେଉଁ କର୍ପୋରେଟ ରୂପରେ ଆସିଛି ସେ କର୍ପୋରେଟର ଲୁଣ୍ଠନ ଆଦିବାସୀ ତେଣୁ ଏ ଉଲଗୁଲାନକୁ ସଫଳ କରିବା ପାଇଁ ଆଜିଠାରୁ ଆମେ ଆରମ୍ଭ କରିବା। ଓଡ଼ିଶାରେ ଯେଉଁ ସରକାର ଆଜି ବସ୍ତିବାସିନ୍ଦାମାନଙ୍କୁ ଅଧିକାର ଦେଉନାହିଁ ଏଇଟା ହେଉଛି ସାଲିଆ ସାହି ଏବଂ ତମାମ ଯେଉଁ ଅଞ୍ଚଳରେ ରେଲୱେ ବିର୍ସା ମୁଣ୍ଡା ଜୟନ୍ତୀରେ अब नवा जयंती खना तेन बाहामाला को एम ताबना आदिवासी अधिकार राष्ट्र मंच रे सालो मांडे चंब्रू सोरेन साउते अब आंचलिक सालेसाई आंचलिक कमिटी ने सभापति जयदेव नायक नुपुरानी नेहर को हजिताबन पे के पुष्पमाला बन एमा आर ओना सावंग जतो गय नेहर बेन हजिताबन दोन अरे बाहामाला बन एमा अब बिरसा मुंडा सहित आजाद है प्रतिमूर्ति है जतो के मावन एमा अब एम ताबना अब सालिया साई आंचलिक कमिटी सभापति जयदेव नायक अब बिरसा मुंडा स्टैच्यू थे नहीं तब नड़े एम ताबना बाहामाला चांपुर सर तो इमना केना आदिवासी अधिकार राष्ट्र मंच रे ओडिसा रे नहीं हो कमिया तना नियत मना विकल देहरे आदिवासी अधिकार राष्ट्र मंच कना हो एमन तबना ने अब साले साइनी आंचलिक कमिटी बा अब इटकोटला ने मोहन गमकती के नौकेन के तहन के एमा के नेता नेर के सीता सरेन सीता सरेन के नेर के नेता के रामला के ना नियत नेर के साई मने सरेन अकेलो के है माके ina tayo mo kinema so kinami bar kinema tamala इतना अब सालिया से आंचलिक कमिटी ने शिव बाबूती इनकिन एमा बाहामाला बिरसा मुंडा के नाते 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 समान अरुण नायक एबे आसबे तो बिरसा मुंडा एबे समस्ते तापर समस्ते जो मैंने आसी समस्ते फूल दे बिरसा मुंडा जयंती फूल दे आम समस्ते आ गोटे सभा आरंभ कर
ଛୁଆମାନଙ୍କୁ ଦେଇଦିଅ ସ୍କୁଲ ଛୁଆମାନଙ୍କୁ। ଜଣେ ତମେ ବ୍ୟସ୍ତ ହୁଅନି। ଟିକେ ଲାଇନ୍ ଲଗେଇଦେଲେ ନବା ପାଇଁ ସୁବିଧା ହେବ। ସେ ତମାମ ସରକାର କୁ ଅଚଳ କରିକି ଜଣେ ରାଜନେତାକୁ ଗିରଫ କରାଇଲେ, ବାଧ୍ୟ କରାଇଲେ। ତେଣୁ ବସ୍ତି ବାସିନ୍ଦା ଯଦି ଏକ ହେବେ, ସାରା ରାଜ୍ୟର ଆଦିବାସୀ ଯଦି ଏକ ହେବେ, ନିଶ୍ଚିତ ଭାବରେ ସରକାର ହାନ ମାନିବେ, ତାଙ୍କ ଦାବିକୁ ନିଶ୍ଚିତ ଦେବେ। ଆମେ ଏଇଠି ପ୍ରହସନ କରିବା ପାଇଁ କମ କରୁଛୁ।